ବୁଢ଼ାର ଯେତେବେଳେ ଶେଷ ସମୟ ଆସି ପହଞ୍ଚିଲା, ସେ ନିଜ ପିଲାମାନଙ୍କୁ ଡାକି କହିଲା, ପିଲେରେ ମୁଁ ଚାଲି ଯାଉଛି। ଆଖି ବୁଜିବା ଆଗରୁ ତୁମକୁ ଗୋଟିଏ କଥା କହିଯିବି, ମନ ଦେଇ ଶୁଣ। ଏଇ କଥାଟିକୁ ମନ ଦେଇ ଶୁଣିଲେ ତାପରେ କହିବି କାହିଁକି ମୁଁ ଏ କଥା କହୁଛି। ବାପାଙ୍କ କଥା ଶୁଣିବାକୁ ପିଲାମାନେ ଚାହିଁ ରହିଲେ। ବୁଢ଼ା ସମସ୍ତଙ୍କୁ ଆଖି ବୁଲାଇ ଚାହିଁ ତାପରେ କହିଲା, ଜଙ୍ଗଲ ଭିତରେ ଗୋଟିଏ ଓକ୍ ଗଛ ବଢ଼ିଲା। ତାହା ବଢ଼ି ବଢ଼ି ଖୁବ୍ ବଡ଼ ହେଲା। ଫଳ ଧରି ଫଳ ପାଚି ଡାଳରୁ ତଳକୁ ଝଡ଼ି ପଡ଼ିଲା। ତାର ବଡ଼ ବଡ଼ ଚେର ଭୂଇଁ ଭିତରେ ପଶି ରସ ଟାଣି ଗଛକୁ ବଢ଼ାଇଲା। ଝଡ଼ ତୋଫାନ ହେଲା, କିନ୍ତୁ ଗଛର କିଛି ହେଲା ନାହିଁ। ସବୁ ବିପଦକୁ ସହି ତା ମୁଣ୍ଡ ଟେକି ଠିଆ ହେଲା। ଥରେ ଜଣେ ଲୋକ ସେ ଜଙ୍ଗଲକୁ ଗଲା। ଜଙ୍ଗଲରେ ଗଛଟି ଉପରେ ତାର ଆଖି ପଡ଼ିଲା। ତାପରେ ସେ ଗଛଟିକୁ ହାଣି ତଳେ ପକାଇଦେଲା।